ଓଡ଼ିଆ କାବ୍ୟ ରସାନୁମୋଦି ସୁଧୀ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆପଣମାନେ ପ୍ରାୟତଃ ଓଡ଼ିଆ ମଧ୍ୟଯୁଗୀୟ କାବ୍ୟ ସାହିତ୍ୟର ବିଭିନ୍ନ କବିମାନଙ୍କର କଳାକୃତି ଏବଂ କାବ୍ୟକୃତି ସମ୍ପର୍କରେ ଆମେ ଯାହା ଆଲୋଚନା କରୁଛନ୍ତି ଏ ପର୍ଯ୍ୟନ୍ତ ଆପଣମାନେ ଶୁଣୁଛନ୍ତି। କିଛିଦିନ ପରେ ମୁଁ ଆଉଥରେ ପୁଣି ସେହି ଉତ୍କଳଘଣ୍ଟ କବି ଯଦୁମଣିଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟକୁ ଆଉଥରେ ଆପଣମାନଙ୍କ ଆଗରେ ପରିବେଷଣ କରିବା ପାଇଁ ଆମେ ଯାଉଛୁ। ବନ୍ଧୁଗଣ, ଏହି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟଟି ହେଉଛି ଆପଣମାନେ ଜାଣିଛନ୍ତି ବିଶେଷତଃ ରୁକ୍ମିଣୀ ପରିଣୟ ସମ୍ପର୍କିତ ଆଲୋଚନା। ତଦ୍ବିଷୟରେ ଆପଣମାନେ ମଧ୍ୟ ପୂର୍ବରୁ ଆଲୋଚନା କରିଛି ଅନେକ ଏହି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟର ବିଭିନ୍ନ ଛାନ୍ଦ ବା କଳା ସମ୍ପର୍କରେ। ଏହି ପଞ୍ଚମ କଳାଟି ଆଜି ଆମେ ଆଲୋଚନା କରିବା। ରାଗ ଚୋଖୀ ଉପରେ ଏ ପଞ୍ଚମ କଳାଟି ରଚିତ ହୋଇଛି। କବି ଏଥିରେ ମୁଁ ସୂଚନାକ୍ରମେ ଟିକେ କହିଦିଏ ଯେ କବି ଏଥିରେ ବିଶ୍ୱଙ୍କ ରାଜା କିଭଳି ପାତ୍ର ମନ୍ତ୍ରୀ ରାଜଗୁରୁ ରାଜପୁରୋହିତ ଜ୍ୟୋତିଷ ଏମାନଙ୍କୁ ନେଇକରି ଆଉ ରୁକ୍ମିଣୀଙ୍କ ସମ୍ପର୍କରେ ରୁକ୍ମିଣୀଙ୍କର ବିବାହ ସମ୍ପର୍କରେ କ'ଣ ସବୁ ଆଲୋଚନା କରୁଛନ୍ତି, କେଉଁ ଦେଶକୁ ଦୂତ ପଠାଇବେ, କେମିତି ତାଙ୍କର ରୁକ୍ମିଣୀଙ୍କର ବିବାହ ବୟସ ଆସି ପହଞ୍ଚି ଯାଇଛି। ତେଣୁ ରାଜା ରାଣୀ ସମସ୍ତେ ଉଦ୍ବେଗ ଅଛନ୍ତି ଏବଂ କିଭଳି ଉପଯୁକ୍ତ ପାତ୍ରଟିଏ ପାଇବେ ସେଥିପାଇଁ ଯେଉଁ ମନ୍ତ୍ରଣା ହେଉଛି ପଞ୍ଚମ କଳାର ବିଷୟ। ଆଉ ତଦ୍ବିଷୟରେ ମୁଁ ବିଶେଷ ଆଲୋଚନା ନକରି ଆସନ୍ତୁ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟ ଯଦୁମଣିଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟର ପଞ୍ଚମ କଳା ସମ୍ପର୍କରେ ଆଲୋଚନା କରିବା। ଚତୁରପଣ ପ୍ରବୀଣ, ମୁଁ କହିଥିଲି ଯେ ରାଗ ଚୋଖୀରେ ଏ କାବ୍ୟଟି ବା ପଦଗୁଡ଼ିକ ରାଗ ଚୋଖୀ ରାଗ ଉପରେ ଲେଖା ହେଇଛି। ଏ ଚୋଖୀ ରାଗକୁ ବିଶେଷତଃ ଆମ ଓଡ଼ିଶାରେ ତାକୁ ବିଭିନ୍ନ ପ୍ରକାର ଛନ୍ଦରେ ବୋଲୁଛନ୍ତି। ତେବେ ସେ ବିଷୟରେ ମୁଁ ଆଲୋଚନା କରୁନି। ଆସନ୍ତୁ ପଞ୍ଚମ କଳା କ'ଣ କବି ଯଦୁମଣି ଲେଖିଛନ୍ତି ଆଲୋଚନା କରିବା। ଚତୁରପଣ ପ୍ରବୀଣ ଗଣ ଗଣନା ଭୂଷଣ ମଣି ଏ କଳା ଗଣନା ରୀତି। ଚତୁରପଣ ପ୍ରବୀଣ ଗଣ ଗଣନା ଭୂଷଣ ମଣି ଏ କଳା ଗଣନା ରୀତି। ତାପ ଆପଗାତରଣୀ ଅରାତି ରାତି ତରଣୀ ବିଦର୍ଭ ବସୁଧା ପୂର୍ଣ୍ଣ ସୁଧାଦିଧୀତି। ବାହାର ବିହାର ସମୟ ବାହାର ବିହାର ସମୟ ଅନ୍ତେ ଅନ୍ତପୁର କଲେ ଗମନୋଦୟ। ଚମତ୍କାର ବର୍ଣ୍ଣନା ହେଇଛି ଆଜ୍ଞା। ଦେଖନ୍ତୁ କବି ଏଠି ବର୍ଣ୍ଣନା କରୁଛନ୍ତି, ହେ ଚତୁରପଣରେ ଯେଉଁମାନେ ପ୍ରବୀଣ, ଅର୍ଥାତ୍ ଚତୁରପଣରେ ଯେଉଁମାନେ ପ୍ରବୀଣ ଏବଂ ଚତୁରପଣରେ ପ୍ରବୀଣ ଏବଂ ପ୍ରବୀଣ ଗଣମାନଙ୍କ ମଧ୍ୟରେ ଯେ ଅଳଙ୍କାର ସଦୃଶ ମଣି ସଦୃଶ ଯେଉଁ ଭୂଷଣ ଅର୍ଥାତ୍ ଶ୍ରେଷ୍ଠ ପ୍ରବୀଣ ଜ୍ଞାନୀ ଲୋକମାନେ ଏ କଳାକୁ କଳନା କର। ଏଇ ଯେଉଁ ମୁଁ ପଞ୍ଚମ କଳାର ବିଷୟବସ୍ତୁକୁ ଲେଖିଛି ଆକୁ ଆପଣମାନେ କଳନା କର, ବିଚାର କର। କ'ଣ ଏଥିରେ ଲେଖା ହେଇଛି? ତାପ ଆପଗାତରଣୀ ଅରାତି ରାତି ତରଣୀ ବିଦର୍ଭ ବସୁଧା ପୂର୍ଣ୍ଣ ସୁଧାଦିଧୀତି। ଚତୁରପଣରେ ପ୍ରବୀଣ ତଥା ଅଳଙ୍କାରର ମଣି ସଦୃଶ ଭୂଷଣ ମଣି ସଦୃଶ ଯେଉଁମାନେ ଗଣନା ହୁଅନ୍ତି, ଅଳଙ୍କାରର ମଣି ସଦୃଶ ଯେଉଁମାନେ ଗଣନା ହୁଅନ୍ତି ଏବଂ ଚତୁରପଣରେ ପ୍ରବୀଣ ସିଏ ଫେର ମଣି, ତା ଭିତରେ ଶ୍ରେଷ୍ଠ ମଣି ସଦୃଶ ଯେଉଁମାନେ ମହାଜ୍ଞାନୀ ଆଉ ବିଶିଷ୍ଟ କାବ୍ୟ ସାହିତ୍ୟାନୁମୋଦି ବିଜ୍ଞ ପାଠକମାନେ ଏବଂ ଶ୍ରୋତାବନ୍ଧୁମାନେ ଏହାକୁ କଳନା କରେ। ଏ କଳାକୁ କ'ଣ ନା ଅର୍ଥାତ୍ ଏଥିରେ କ'ଣ ଆଲୋଚନା ହେଇଛି? हे पंचम छांद बा पंचम कला जो मुझे रचना करने जाइए इधर कौन आलोचना है आपण मैंने जापर ये हूँ पंचम कलाटी हूँ ताप आपगा तरणी ताप जे संताप बा दुख को हरण करने
भगवान श्रीकृष्णଙ୍କର କଥା ଲେଖା ହେଉଛି ନା ହଁ ଆଉ ଦ୍ୱାରକାରେ ଯେଉଁ ଅଷ୍ଟପାଠ ବଞ୍ଚିଥିଲେ ଶ୍ରେଷ୍ଠା ମହାରାଣୀ ସେ ହେଉଛନ୍ତି ରୁକ୍ମିଣୀ ତାଙ୍କ ବିଷୟରେ ବର୍ଣ୍ଣନା ହେଇଛି। ତେଣୁ ତାପ ଯେ ସନ୍ତାପ ବା ଦୁଃଖ ରୂପକ ଆପଗା ଦୁଃଖ ରୂପକ ନଦୀକୁ ଇଏ ପାର ହେବା ପାଇଁ ଆଜ୍ଞା ତରଣୀ ବା ନୌକା ସଦୃଶ ଏବଂ ଅରାତି ରାତି ତରଣୀ ଅରାତି ଅର୍ଥାତ୍ ଶତ୍ରୁ ଏବଂ ଶତ୍ରୁ ରୂପକ ରାତି ରାତ୍ରିଟା ଯଦି ଶତ୍ରୁ ହୁଏ ତାକୁ ଦିନଟା ହେଇଗଲେ ସୂର୍ଯ୍ୟ ଉଦୟ ହେଇଯାଏ। ରାତ୍ରି ରୂପକ ଅରାତି ରାତି କି ତରଣୀ ସଦୃଶ ଶତ୍ରୁ ରୂପକ ରାତ୍ରି କି ତଳି ଦେବା ପାଇଁ ଇଏ ହେଉଛି ସୂର୍ଯ୍ୟ ସଦୃଶ ଉଦୀୟମାନ ସୂର୍ଯ୍ୟ ସଦୃଶ ଏବଂ ବେଶ ନା ଏ ପଞ୍ଚମ କଳାଟି କ'ଣ ଆଜ୍ଞା ଏଥିରେ ବିଚାର କରିବେ ନା ବିଦର୍ଭ ବସୁଧା ପୂର୍ଣ୍ଣ ସୁଧାଦିଧୀତି ବିଦର୍ଭ ବସୁଧା ଯେ ବିଦର୍ଭ ନଗର ଆଉ ରାଜ୍ୟର ସୁଧାଦିଧୀତି ସଦୃଶ ଅମୃତ ପୂର୍ଣ୍ଣଚନ୍ଦ୍ର ଯିଏ ଅମୃତ ସୁଧା ବର୍ଷଣ କରେ ପୂର୍ଣ୍ଣିମା ରାତିରେ ଚନ୍ଦ୍ର ସଦୃଶ ଯେଉଁ ରାଜା ଭୀଷ୍ମକ ରାଜା ଆଉ ରାଜକାର୍ଯ୍ୟ ସମାପନ କରି ବାହାର ବିହାର ସମୟ ବିହାର କରିବା ପାଇଁ ଅନ୍ତଃପୁରରେ ବିହାର କରିବା ପାଇଁ ରାଜକାର୍ଯ୍ୟ ରାଜଦରବାର ଭଙ୍ଗ କରିକିରି ଆଉ ତାଙ୍କର ସମୟ ଯେତେବେଳେ ହେଇଗଲା ଆଜ୍ଞା ରାଜଦରବାର ଭଙ୍ଗ କରି ଅନ୍ତଃପୁରକୁ ବାହାରିବା ପାଇଁ ମନସ୍ଥ କଲେ। ଅନ୍ତେ ଅନ୍ତଃପୁର କଲେ ଗମନୋଦୟ ଅନ୍ତଃପୁରକୁ ରାଜ ଅନ୍ତଃପୁରକୁ ଗମନୋଦୟ ଅର୍ଥାତ୍ ଗମନ କରୁଅଛନ୍ତି। ଏହିପରି ଭାବରେ ଆପଣମାନେ ପଞ୍ଚମ କଳାର ଯେଉଁମାନେ ବିଜ୍ଞ ଲୋକ ଆଉ ଜ୍ଞାନୀ ଲୋକ ଭିତରେ ଗଣନା ହେଉଛନ୍ତି ଶ୍ରେଷ୍ଠ ଜ୍ଞାନୀମାନେ ଛାନ୍ଦକୁ ଗ୍ରହଣ କରିବା ହେବେ। ଏବଂ ଏହାପରେ କବି ଦେଖନ୍ତୁ ଆଉ କ'ଣ ବର୍ଣ୍ଣନା କରୁଛନ୍ତି ରାଜା ଅନ୍ତଃପୁରକୁ ଯାଉଛନ୍ତି ଏବଂ କ'ଣ ସେଠି ଚିନ୍ତା କରିଛନ୍ତି। ଶୁଣିଲେ ପଟ ମହିଷୀ ଘେନି ସର୍ବପ୍ରିୟ ଦାସୀ ପରିପାଟି ପୁଷ୍ପ ବାଟି ବିନୋଦର୍ଥୀ ଅନ୍ତର୍ଗତେ ଥିଲା ଭାବ ଶୁଣାଇ ଦେଲା ଦୈବ ତୁ ସେ ନୃପତି ଗତିକି ରଚିଲେ ତଥି ଗଲେ ଦାସୀ ମହାଦେବୀଙ୍କି ଗଲେ ଦାସୀ ମହାଦେବୀଙ୍କି କହିବାକୁ ନୃପାଗମ କହିବାକୁ ନୃପାଗମ ପୁଷ୍ପ ବାଟିକି ଗଲେ ଦାସୀ ମହାଦେବୀଙ୍କି ଗଲେ ଦାସୀ ମହାଦେବୀଙ୍କି କହିବାକୁ ନୃପାଗମ ପୁଷ୍ପାଟବିକି ପୁଷ୍ପଟବି ପୁଷ୍ପାଟବି ଉପବନ ଶୁଣିଲେ ପଟ୍ଟ ମହିଷୀ ଘେନି ସର୍ବପ୍ରିୟ ଦାସୀ ରାଜା ଶୁଣୁଛୁ ଅନ୍ତଃପୁରକୁ ଯିବା ସମୟରେ ପଥରେ ଆଜ୍ଞା ଯେତେବେଳେ ଯାଉଛନ୍ତି ବାଟରେ ଶୁଣିଲେ ଯେ ଦାସ ଦାସୀ ପରିବେଷ୍ଟ ହେଇକି ମହାରାଣୀ ଯାଉଛନ୍ତି କେଉଁଠିକି ନା ପୁଷ୍ପ ବାଟିକାକୁ ଉପବନକୁ ରାଜ ଅନ୍ତଃପୁର ମଧ୍ୟରେ ଯେଉଁ ପୁଷ୍ପବନ ବା ପୁଷ୍ପ ବାଟିକା ଅଛି ଆଉ ସେଠି ଉପବନ ବିହାର କରିବା ପାଇଁ କଥାବାର୍ତ୍ତା ହେବା ପାଇଁ ଆଉ ଟିକେ ଯାଉଛନ୍ତି ରାଣୀ ବିଜେ ହେଉଛନ୍ତି ମହାରାଣୀ ଆଉ ଅନ୍ତର୍ଗତେ ଥିଲା ଭାବ ଶୁଣାଇ ଦେଲା ଦୈବ ତାଙ୍କର ରାଜା ଭାବିଲେ ଯାହା ହଉ ମୁଁ ତ ଚିନ୍ତା କରୁଥିଲି ଟିକେ ଆଜି ଉପବନରେ ବିହାର କରିବା ଟିକେ ରାଣୀଙ୍କ ସହିତ ଯାହା ହଉ ମୁଁ ଯାହା ଚିନ୍ତା କରିଥିଲି ଆଜି ଦୈବ ତାକୁ ଯାହା ହଉ ଠିକ୍ ସମୟରେ ପହଞ୍ଚି ଦେଇଛି ତେଣୁ ମୋର ଯାହା ଯୋଗ ଥିଲା ଏ ଦୈବ ତାକୁ ଶୁଣାଇଦେଲା ଯେ ମୁଁ ଆଜି ଚିନ୍ତା କରିଥିଲି ଯେ ମହାରାଣୀଙ୍କ ସହିତ ଟିକେ ଉପବନରେ ବସିବା ଆଳାପ କରିବା ଯାହା ହଉ ତାକୁ ଜୈବ ବର୍ତ୍ତମାନ ଉପଯୁକ୍ତ ସମୟ ଆସିଛି ମୁଁ ଠିକ୍ ସମୟରେ ଦରବାର ଭଙ୍ଗ କରି ଆସିଛି ଯାହା ହଉ ଆଜି ଭଲ ବେଳା ଏବଂ ଗଲେ ଦାସୀ ତୁ ସେ ନୃପତି ଗତିକି ରଚିଲେ ତେଥି ଯାହା ଅନ୍ତଃପୁରକୁ ଯାଉଥିଲେ ସେଠୁ ବାଟ ଭାଙ୍ଗିକିରି ଆଜ୍ଞା ଉପବନକୁ ରାଜା ଭୀଷ୍ମକ ଗମନ କଲେ। ଏଇ କଥା ଯେତେବେଳେ ଦେଖିଲେ ଯେ ମହାରାଜା ଯେତେବେଳେ ଉପବନକୁ ମଧ୍ୟ ଆସୁଛନ୍ତି ଆଉ ଦାସ ଦାସୀକି ରହନ୍ତି ଆଜ୍ଞା ସେମାନେ ସଙ୍ଗେ ସଙ୍ଗେ ଯାଇକରି ମହାରାଣୀକି ଯାଇକରି କହିଦେଇଛନ୍ତି ଯେ ମହାରାଣୀ ଆଉ ରାଣୀମା ଆଉ ବର୍ତ୍ତମାନ ମହାରାଜା ବିଜେ କରୁଛନ୍ତି ସେ ଉପବନକୁ ଏ କଥା ଖବର ଦେଇଦେଲେ ସାଙ୍ଗେ ସାଙ୍ଗେ ଆଜ୍ଞା ପ୍ରଚାର ହେଇଗଲା। ରାଜା ଆସୁଥିବା ଖବର ଯେତେବେଳେ ମହାରାଣୀ ପାଇଗଲେ ଆଜ୍ଞା ତେଣୁ ବେଶ ସୁନ୍ଦର ସେ ରମଣୀୟ ପରିବେଶ ଉପବନ ଦାସ ଦାସୀ ପରିବେଷ୍ଟିତ ହୋଇଛନ୍ତି ଆଳାପ ଆଲୋଚନାରେ କ'ଣ କିଭଳି ରତ ହେବେ ଆଉ ରାଜା ଯାଇକରି ପୁଷ୍ପ ବାଟିକାରେ ପହଞ୍ଚିକରି କ'ଣ ଦେଖୁଛନ୍ତି ତା'ର ସୌନ୍ଦର୍ଯ୍ୟ
ନା କୁସୁମ ରେଣୁ ଲମ୍ପଟ ଭୃଙ୍ଗ ଧାଟିକା ଧପଟ ଲୋକନେ ନୃପ ମୁକୁଟ ହେଲେ ତରସ୍ତ ବିଚାରିଲେ ଅନ୍ତର୍ଗତେ ଏକା ଦେଖି କାମ ମୁତେ କଲା ମନ୍ତ୍ର ରଜାଙ୍କିତ କାଳ ସର୍ପାସ୍ତ୍ର ବାମା ଭେଟେ ମନ ବଳିଲା ବାମା ଭେଟେ ମନ ବଳିଲା କାମାନଳ ମରମସ୍ଥଳରେ ଜଳିଲା ବାମା ଭେଟେ ମନ ବଳିଲା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଯଦୁମଣି ମୁଁ କହିଛି ଯେ ଯଦୁମଣି ଉପେନ୍ଦ୍ର ଭଞ୍ଜ ଯେମିତି ଶବ୍ଦ ସମୁଦ୍ରକୁ ପାର ହେଇଛନ୍ତି କବି ଯଦୁମଣି ମଧ୍ୟ ଅନୁରୂପ ଭାବରେ ଆଜ୍ଞା ତା ଶବ୍ଦ ଶାସ୍ତ୍ରରେ ତାଙ୍କର ମଧ୍ୟ ଅଗାଧ ଜ୍ଞାନ ଥିଲା ଏବଂ ଶବ୍ଦ ସମୁଦ୍ରକୁ ପାର ନ ହେଇଥିଲେ ମଧ୍ୟ ସମୁଦ୍ର ତୀରରେ ସେ ପହଞ୍ଚି ଯାଇଛନ୍ତି ମାନିବାକୁ ପଡ଼ିବ। ତାଙ୍କର ବିଭିନ୍ନ ରାଗବିଳାସ କୁହନ୍ତୁ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ବିଭିନ୍ନ ଛାନ୍ଦରେ ବା ବିଭିନ୍ନ ସ୍ୱର୍ଗରେ ଆପଣମାନେ ତାଙ୍କର ଶବ୍ଦର ପ୍ରୟୋଗ ଚାତୁରୀ ଅତି ବର୍ଣ୍ଣନା ସାଙ୍ଗରେ ଶବ୍ଦ ସଂଯୋଜନା ଶୈଳୀ ଅତି ରମଣୀୟ ହେଇଛି। ଆସନ୍ତୁ ଦେଖନ୍ତୁ ବର୍ତ୍ତମାନ କବି ପୁଣି କହୁଛନ୍ତି ଯେ କୁସୁମ ରେଣୁ ଲମ୍ପଟ ଭୃଙ୍ଗ ଧାଟିକା ଧପଟ କୁସୁମ ରେଣୁ ଲମ୍ପଟ ପୁଷ୍ପ ଉଦ୍ୟାନକୁ ଯାଉଛନ୍ତି ନା ପୁଷ୍ପାଟବୀକୁ ଅଟବୀ ଅରଣ୍ୟମ ବନମ ଅମରକୋଶରେ ଲେଖା ହେଇଛି ପୁଷ୍ପାଟବୀ ପୁଷ୍ପ ଅଟବୀ ଅର୍ଥାତ୍ ପୁଷ୍ପ ବାଟିକାକୁ ଅରଣ୍ୟକୁ ଉପବନକୁ ଅମରକୋଶ ଲେଖିଲା ଅଟବୀ ଅରଣ୍ୟମ ବନମ ସେଇଥିପାଇଁ କୁସୁମ ରେଣୁ ଯେ ପୁଷ୍ପ ପରାଗ ଫୁଲ ପରାଗ ଲୋଭି ଭ୍ରମରମାନେ କୁସୁମ ରେଣୁ ଲମ୍ପଟ ଅର୍ଥାତ୍ କୁସୁମ ରେଣୁ ଯେ ପୁଷ୍ପ ପରାଗ ପ୍ରତି ଯାହାର ଲୋଭ ଆସକ୍ତ ଅଛି ଏଭଳି ଯେଉଁ ଭୃଙ୍ଗ ଧାଟିକା ଧାଡ଼ି 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 ହେଇକିରି ଯେଉଁ ପୁଷ୍ପବନରେ ଉପବନରେ ଅସଂଖ୍ୟ ଫୁଲ ଫୁଟିଛି ଆଉ ଭ୍ରମର ଗୁଡ଼ା ସହିତ ଯେମିତି ମାଳା ହେଇକିରି ଧାଡ଼ି ହେଇକିରି ଉଡ଼ୁଛନ୍ତି ଆଉ ଧାଟିକା ବୋଲି କହିଛନ୍ତି କବି ଭୃଙ୍ଗ ଧାଟିକା ଧପଟ ଧଡ଼ପ ଆମେ ଯେମିତି ଧପଟ ଶବ୍ଦ ଦେଇଛନ୍ତି ଶୀଘ୍ର ଉଡ଼ିକିରି ମାଳାକାରରେ ବସିଛନ୍ତି ଏବଂ ଶୀଘ୍ର ଉଡ଼ୁଛନ୍ତି କେମିତି ଲୋକମାନେ ଏଇ ଯେଉଁ ସୌନ୍ଦର୍ଯ୍ୟଟାକୁ ଦେଖିକିରି ଭ୍ରମରମାନଙ୍କର ଯେଉଁ ମାଳାକାର କରିବାର ଯେଉଁ ଚାତୁରୀ ପୁଷ୍ପ କୁସୁମ ରେଣୁ ବୁଡ଼ି ହେଇକିରି ଏ ଭ୍ରମର ଗୁଡ଼ିକ ଉଡ଼ିବାର ଯେଉଁ କୌଶଳ ମାଳା ସଦୃଶ ତାକୁ କବି ବର୍ଣ୍ଣନା କରୁଛନ୍ତି। ରାଜା ଭୀଷ୍ମଙ୍କ ଦେଖି ଅତିଶୟ ଆନନ୍ଦିତ ହେଇଗଲେ ଲୋକମାନେ ନୃପ ନୁକୁଟ ତ୍ରସ୍ତ ଏବଂ ଭୟଭୀତ ହେଇଗଲେ ମଧ୍ୟ ଆରେ କାହିଁକି ନା ନୃପ ମୁକୁଟ ଅର୍ଥାତ୍ ନୃପଶ୍ରେଷ୍ଠ ରାଜା ଭୀଷ୍ମଙ୍କ ତ୍ରସ୍ତ ଭୟଭୀତ ଭୟ ଟିକେ ପାଇଗଲେ କାହିଁକି ନା ଆରେ ଭୟ କାହିଁକି ଭାବିଲେ ସେ ମନରେ ଭାବିଲେ ଯେ ଆରେ ମୋତେ ଏକା ଦେଖିକିରି ବିଚାରିଲେ ଅନ୍ତର୍ଗତେ ଏକା ଦେଖି କାମ ମୋତେ ଏକୁଟିଆ ଯାଉଥିବାର ଦେଖିକିରି କାମ ଦେବ ଯେ କନ୍ଦର୍ପ କଲା ମନ୍ତ୍ର ଏକରେ ମନ୍ତ୍ର କଲା କାମଦେବ ମୋତେ ବଶୀଭୂତ କରିଦେବା ପାଇଁ ଏବଂ ରଜାଙ୍କିତ କାଳ ସର୍ପାସ୍ତ୍ର କ'ଣ ସେ ପ୍ରହାର କଲା ଆରେ ତାର ତ 5ଟି ଫୁଲସର ଅଛି ଇଏ ଫୁଲସର ନୁହେଁ ରଜାଙ୍କିତ ରଜ ଦ୍ୱାରା ଅଙ୍କିତ ହେଇଛି ଯେ ପୁଷ୍ପରେଣୁ ଦ୍ୱାରା ଅଙ୍କିତ ହେଇଛି ପରିପୂର୍ଣ୍ଣ ହେଇଥିବା ପୁଷ୍ପରେଣୁରେ ପରିପୂର୍ଣ୍ଣ ହେଇଥିବା ଗୋଟେ କାଳ ସର୍ପ କାହିଁକି ଆଲୋଚନା କଲେ ନା ଭ୍ରମର ଗୁଡ଼ାକ ଆଜ୍ଞା ଦେଖିବା ପାଇଁ ସରସଦୃଶ ମାଳା ହେଇଛି ସରସଦୃଶ ଦେଖାଯାଉଛନ୍ତି ସତେ କାମଦେବ ରଜ ଲିପ୍ତ ହେଇଥିବା ରେଣୁ କୁସୁମ ରେଣୁ ଲିପ୍ତ ହେଇଥିବା କାଳ ସର୍ପାସ୍ତ୍ର ଗୋଟେ ମୋ ଉପରକୁ ପଠଉଛି କି ଆରେ ତାର ତ ଅରବିନ୍ଦ ମଶୁକଞ୍ଜ ଚୁତଞ୍ଜ ନବମଲ୍ଲିକା ନୀଳୋତ୍ପଳା ନିପଞ୍ଚିତେ କାମଦେବ ଇଏ ତ କାଳ ସର୍ପାସ୍ତ୍ର ଆହୁରି ଭୟଙ୍କର ଗୋଟେ ଅସ୍ତ୍ର ବୋଧେ ଫୁଲସର ମୋ ପାଖକୁ ପଠଉଛି କଲା ବାମା ଭେଟେ ମନ ବଳିଲା ତେଣୁ ଏହା ବିଚାର କରିବା ପରେ ଟିକେ ଭୟଭୀତ ହେଇଗଲା ଏବଂ ମନରେ ଅନ୍ତର୍ଗତ ଅର୍ଥାତ୍ କବିଙ୍କର କାମ ଭାବ ଟିକେ ଜାଗର ଭୀଷ୍ମଙ୍କ ରାଜାଙ୍କର এই ଉପବନକୁ ମହାରାଣୀଙ୍କର ବିଜୟୀ ଦାସଦାସୀମାନଙ୍କର ଏସବୁ ଆଳାପ ଆଲୋଚନା କରିବା ପାଇଁ ଏକାନ୍ତ ସ୍ଥାନ ରମ୍ୟ ସ୍ଥାନ ରମଣୀୟ ସ୍ଥାନ ଏଗୁଡ଼ାକ ହେଉଛି ଆମେ କହିଛେ ଯେ ବିଭାବାନୁଭାବ ବ୍ୟଭିଚାରୀ ସଂଯୋଗାତ ରସ ନିଷ୍ପତ୍ତି ଏଗୁଡ଼ିକ ସବୁ ବିଭାବ ମନରେ ଜାତ କରୁଛି ତେଣୁ କବି କହିଲେ ବାମା ଭେଟେ ମନ ବଳିଲା এই ଯୁବତୀ ସ୍ତ୍ରୀମାନଙ୍କ ଭେଟିବାକୁ ଆଜି ଯାଅ ମହାରାଣୀଙ୍କ ସହିତ ଏଇ ଯୁବତୀ ସ୍ତ୍ରୀମାନେ ଆଙ୍କ ସହିତ ଆଜି ମୋର ଭେଟ ହେବ ଆଉ କାମାନଳେ ମର୍ମସ୍ଥଳରେ ଜଳିଲା ଏଣୁ କାମାନଳ ଆରେ ତାଙ୍କର ମର୍ମସ୍ଥଳ ସତେ ଯେମିତି
ଜଳିଗଲା, ଅନ୍ତର୍ଦାହ ହେଲା କାମାନଳରେ, ଜର୍ଜରିତ ହୋଇଗଲେ। ଏବଂ ପୁଣି କବି ବର୍ଣ୍ଣନା କରୁଛନ୍ତି, ସାରସ ସୌରଭ ଦିଗେ ଗମନ କଲେ ଉଦ୍ବେଗେ, ଶୁଣିଲେ ଦୂରେ ସୁନ୍ଦରୀ ବୃନ୍ଦ ଚହଳ, ବିପିନ ଶୋଭାଲୋ ଭାରେ ଦୃଷ୍ଟି ଉପମା ପ୍ରଭାରେ, କରିଛନ୍ତି ବଚନାମୃତକୁ ଚହଳ ବହଳ, ଯହୁଁ ରୁଚି ତୋରେ ରୁଚିଲା, ଯହୁଁ ରୁଚି ତୋରେ ରୁଚିଲା, ଶୁଣିବାକୁ ଲତାନ୍ତେ ଭୂପତି ଲୁଚିଲା। ସୁନ୍ଦର ବର୍ଣ୍ଣନା ଆଜ୍ଞା। ଦେଖନ୍ତୁ, ସାରସ ସୌରଭ ଦିଏ ରାଜା ଉପବନରେ ତ ଚାରିଆଡ଼କୁ ଚାହୁଁଛନ୍ତି, ଭ୍ରମରମାନଙ୍କୁ ତ ଦେଖିଲେ, ପୁଷ୍ପମାନଙ୍କୁ ଦେଖିଲେ ଏବଂ ରମଣୀମାନଙ୍କର ଆଳାପ ଶୁଭୁଛି। ଯେଉଁଆଡ଼ୁ ପଦ୍ମ ସୁଗନ୍ଧ ସୁବାସ ଆସୁଥିଲା, ଅର୍ଥାତ୍ ପଦ୍ମ ପୁଷ୍କରିଣୀ ପରିପୂର୍ଣ୍ଣ ହୋଇକି ରହିଛି, ତା'ର ସୌରଭ ଆସୁଛି। ତେଣୁ ସାରସ ଯେ ପଦ୍ମ ଫୁଲର ବାସ୍ନା ବା ପଦ୍ମ ପୁଷ୍ପର ସଦ୍ୟ ପ୍ରସ୍ଫୁଟିତ ପଦ୍ମ ପୁଷ୍ପର ଯେଉଁ ସୁଗନ୍ଧ, ରାଜା ଆମୋଦିତ ହୋଇକି ସେଇ ଆଡ଼କୁ ମନ କଲେ ଏବଂ ସିଆଡ଼କୁ ଚାହିଁଲେ ଉଦ୍ବେଗ ହୋଇକରି। ଆଉ ଶୁଣିଲେ ଦୂରେ ସୁନ୍ଦରୀ ବୃନ୍ଦ ଚହଳ ଗହଳ ଚହଳ ଲଗେଇଛନ୍ତି, ପରସ୍ପର ଆଳାପ ଆଲୋଚନାରେ ରତ ଅଛନ୍ତି। ବିପିନ ଶୋଭା ଲୋଭାରେ ଦୃଷ୍ଟି ଉପମା ପ୍ରଭାରେ। ଆରେ ବିପିନ ଶୋଭା, ସେ ଉପବନର ଶୋଭା, ବନଭୂମିର ଉପବନ ବନଭୂମି ବୋଲି କୁହାଯାଇଛି, କିନ୍ତୁ ପ୍ରକୃତ ଏଇଟା ହେଉଛି ଉପବନ। ଉପବନରେ ସୌନ୍ଦର୍ଯ୍ୟ ଦୀପ୍ତିକୁ ଲୋଭର ସହିତ, ସୌନ୍ଦର୍ଯ୍ୟର ଦୀପ୍ତିକୁ ବିଭିନ୍ନ ପ୍ରକାର ପୁଷ୍ପ ପ୍ରସ୍ଫୁଟିତ ହୋଇଛି। ଅଦୂରରେ ପୁଷ୍କରିଣୀ ଅଛନ୍ତି, ତା ଭିତରେ ପଦ୍ମଗୁଡ଼ିକ ମଧ୍ୟ ପ୍ରସ୍ଫୁଟିତ ହୋଇଛନ୍ତି, ଭ୍ରମରଗୁଡ଼ିକ ଖେଳୁଛନ୍ତି, ସାରସ ହଂସ ଇତ୍ୟାଦି ଇତ୍ୟାଦି ସନ୍ତରଣ କରୁଛନ୍ତି। ଆଉ ତା'ର ସୌନ୍ଦର୍ଯ୍ୟ ଲୋଭ ସହିତ ଆଖିରେ ଦେଖିକିରି ସେ ବିଷୟରେ ରମଣୀମାନେ କେମିତି ନାନା ପ୍ରକାର କଥାବାର୍ତ୍ତା ହେଉଛନ୍ତି, ସେ ଉପବନର ଇଏ ରାଜା ତ ଉପଭୋଗ କରୁଛନ୍ତି, ସେମାନେ ମଧ୍ୟ ସେଇଆକୁ ଦେଖିକିରି ଦାସ ଦାସୀ କେମିତି ମଧୁର ଆଳାପ ପରସ୍ପର କରୁଛନ୍ତି, ରତ ଅଛନ୍ତି। ଆଉ ଏ କଥା ଦେଖିକିରି ସେଇ ରୁଚିପୂର୍ଣ୍ଣ କଥା ସବୁ ହେଉଛନ୍ତି। ରୁଚିପୂର୍ଣ୍ଣ କାହିଁକି ନା କବି କହିଲେ ବିପିନ ଶୋଭା ଲୋଭାରେ ଉପମା କରିଛନ୍ତି ବଚନାମୃତକୁ ବହଳ, ଏବଂ ଯହୁଁ ରୁଚିର ତରେ ରୁଚିଲା। ତାଙ୍କର ରୁଚିର ତର କଥାବାର୍ତ୍ତାକୁ ଯେହେତୁ ରାଜାଙ୍କୁ ଭଲ ଲାଗିଲା, ରୁଚିଲା ଅର୍ଥାତ୍ ଭଲ ଲାଗିଲା, ଶୁଣିବାକୁ ଲତାନ୍ତେ ଭୂପତି ଲୁଚିଲା। କ'ଣ ଏମାନେ ଆଳାପ ଆଲୋଚନା କରୁଛନ୍ତି, ଏତେ ବହଳ ଗହଳି ହୋଇଯାଇଛି ଏବଂ ସମସ୍ତେ ଆନନ୍ଦରେ ଆଳାପ ବାର୍ତ୍ତାଳାପ କରୁଛନ୍ତି। କ'ଣ ଦେଖିବା, ଏମାନେ କ'ଣ କଥାବାର୍ତ୍ତା ହେଉଛନ୍ତି। ତେଣୁ କବି କହିଛନ୍ତି ଯେ ଯାହା ହଉ ଶୁଣିବାକୁ ଲତାନ୍ତରେ, ଲତା ଅନ୍ତରାଳରେ ଆଉ ଭୂପତି ଯେ ରାଜା ଭୀଷ୍ମକ ଲୁଚିଲେ, ଟିକେ ଆତ୍ମଗୋପନ କରିଗଲେ ଯେ କ'ଣ ଏମାନେ ରମଣୀମାନେ ଯୁବତୀମାନେ କଥା ହେଉଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କବି କ'ଣ କହିଛନ୍ତି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ଆସନ୍ତୁ ଶୁଣିବା। ଅଳି ବିନୋଦ ନିଧାନ ପ୍ରସନ୍ନ ମଲି ପ୍ରସୂନ, ଦେଖାଇ କାହାକୁ କେ କହେ ପ୍ରେମେ, ଦେଖାଇ ଦେଇ କାହାକୁ କହେ କେ ପ୍ରେମେ, କିପରି ହୁଏ ପ୍ରତୀତି ଶୁଣି ସେ ଭାସେ ଝଟତି, ବିପରୀତ ରତି ରାତି ରଚିଛି ସୋମେ, ମହିଷୀର ହେଲା ଉତ୍ତର, ମହିଷୀର ହେଲା ଉତ୍ତର, ରତି ରାତି ଚନ୍ଦ୍ରର କି ଦିବା ସଞ୍ଚାର। କବି ଯଦୁମଣି ନା ଆଜ୍ଞା। ତେଣୁ ଦେଖନ୍ତୁ କେତେ ସୁନ୍ଦର ଭାବରେ ତାକୁ ବର୍ଣ୍ଣନା କରୁଛନ୍ତି। ରାଜା ଲତାନ୍ତରାଳରେ ଆତ୍ମଗୋପନ କରି ସୁନ୍ଦରୀ ରମଣୀମାନଙ୍କର, ଯୁବତୀମାନଙ୍କର ମଧୁର ଆଳାପକୁ ଶୁଣୁଛନ୍ତି। କ'ଣ ସେମାନେ କଥା ହେଉଛନ୍ତି, ଏମାନେ କ'ଣ କଥା ହେଉଛନ୍ତି କି ନା ଅଳି ବିନୋଦ ନିଧାନ, ମଲ୍ଲି ଫୁଲ ଉପରେ ଆଜ୍ଞା ପ୍ରସନ୍ନ ମଲ୍ଲି ପ୍ରସୂନ, ଅଳି ବିନୋଦ ନିଧାନ, ଅଳି ଭ୍ରମରମାନଙ୍କର ନିଧାନ ବସିବା ସ୍ଥାନ ହେଇଛି ଆଉ ମଲ୍ଲି ଫୁଲ ଉପରେ। ଆଚ୍ଛା, ମଲ୍ଲି ଫୁଲ ଉପରେ ଭ୍ରମର ଗୁଡ଼ିକ ଆଜ୍ଞା ବସିଛନ୍ତି। ଆଉ ମଲ୍ଲି ପ୍ରସୂନ, ଦେଖାଇ ଦେଇ କାହାକୁ କେ କହେ ପ୍ରେମେ, ପ୍ରେମରେ ଆରେ ଭ୍ରମର ଗୁଡ଼ିକ ଆଜ୍ଞା ଦେଖିବାକୁ କଳା, ମଲ୍ଲି ଫୁଲଟା ହେଉଛି ଧଳା। ତେଣେ ମଲ୍ଲି ଫୁଲ ଉପରେ ଭ୍ରମର ବସି କ୍ରୀଡ଼ା କରୁଥିବାର ଦେଖିକିରି ଜଣେ ଦାସୀ କହିଲା,
ଆରେ ୟାର ଅନୁଭୂତି କିପରି ହେଉଛି? ହଁ, ଅଳି ବିନୋଦ ବିଧାନ ଦେଖାଇ କିଏ କାହାକୁ କହେ କିପରି ହୁଏ ପ୍ରତୀତି? ଏଇ ଯେଉଁ ମଲ୍ଲି ଫୁଲ ଉପରେ ଭ୍ରମର ଗୁଡ଼ିକ ବସିଛନ୍ତି, ହଁ, ଆଉ ଏଇଟା କେମିତି ଦେଖାଯାଉଛି, କେମିତି ବୋଧ ହେଉଛି? ପ୍ରତୀତି ଅର୍ଥାତ୍ କ'ଣ ଲାଗୁଛି? ଏଇଟାକୁ ଦେଖିଲେ ତୁମକୁ କ'ଣ ବୋଧ ହେଉଛି, କ'ଣ ତୁମେ ବିଚାର କରୁଛ? ଏଇ କଥା ଜଣେ ଦାସୀ ଆଉ ଗୋଟିଏ ଦାସୀକି ଆଜ୍ଞା ପଚାରୁଛି। ସେ ଶୁଣି ଭାଷେ ଝଟତି ବିପରୀତ ରତି ରାତି କରିଛି ସୋମେ। ଆରେ ଇଏ ଆଉ କିଛି ନୁହେଁ, ଏ ରାତ୍ରିଟି ଆଜ୍ଞା କଳା, ସୋମ ହେଉଛନ୍ତି ଚନ୍ଦ୍ର ଧଳା। ଆରେ ଚନ୍ଦ୍ର ଉପରେ ବିପରୀତ ରତି କ୍ରୀଡ଼ା ଇଏ ରାତି କରୁଛି। ଆରେ ଆଶ୍ଚର୍ଯ୍ୟ କଥା, ଚନ୍ଦ୍ର ସହିତ ବିପରୀତ ରତି କ୍ରୀଡ଼ା କରୁଛି। এই କଥା କହିବାରୁ କାରଣ ଆଜ୍ଞା ମୁଁ କହିଲି ଯେ ରାତିଟା ହେଉଛି ଆଜ୍ଞା କଳା, ଭ୍ରମର ମଧ୍ୟ କଳା, କିନ୍ତୁ ଚନ୍ଦ୍ର ହେଉଛି ସ୍ୱଚ୍ଛ ଧଳା। ଆଉ ମଲ୍ଲି ଫୁଲ ଏପଟେ ମଧ୍ୟ ଭ୍ରମର ସାଙ୍ଗରେ ମଲ୍ଲି ଫୁଲକୁ ତୁଳନା କରିଛନ୍ତି। ମଲ୍ଲି ଫୁଲଟା ବି ଧଳା, ଇଆଡ଼େ ଚନ୍ଦ୍ର କିରଣ ଆହୁରି ଧଳା। ଏଣୁ ରାଣୀ ଏ କଥା ଯେତେବେଳେ ଶୁଣିଲେ ଯେ ଦାସ ଦାସୀମାନେ କଥାବାର୍ତ୍ତା ହେଉଛନ୍ତି, କହିଲେ ଆରେ ତୁମେ କ'ଣ ଏଇଭଳି କଥାବାର୍ତ୍ତା ହେଉଛ? ହଁ, ରାତି ଓ ଚନ୍ଦ୍ରର ରତି କ୍ରୀଡ଼ା କ'ଣ ଦିନରେ ହୁଏ କି? ହଁ, ଦେଖନ୍ତୁ କେତେ ସୁନ୍ଦର ଭାବରେ କହୁଛନ୍ତି। ଆଉ ଏଇଟା ତ ଦିବସ ନା, ଆମେ ଦିନରେ ଆସିଛେ ନା, ଆଉ ତୁମେ ରାତି ସାଙ୍ଗରେ ଚନ୍ଦ୍ରର କ୍ରୀଡ଼ା କେମିତି ଫେର ବିପରୀତ ରତି କ୍ରୀଡ଼ା କରୁଛ କ'ଣ? ଏଇଭଳି ଦିନରେ ଚନ୍ଦ୍ର କେଉଁଠୁ ଆସିବେ? ଅତି ସୁନ୍ଦର କଥା ଏଇଠି ବର୍ଣ୍ଣିତ ହେଇଛି। ଏବଂ କବି ଆଉ କ'ଣ କହୁଛନ୍ତି? ଏଇ କଥା ଯେତେବେଳେ ଶୁଣିଲେ ରାଣୀମା ଏ କଥା ଯେତେବେଳେ କହିଦେଲେ, ଆସନ୍ତୁ ଶୁଣିବା ଦାସୀମାନେ କ'ଣ ତାର ଉତ୍ତର ଦେଇଛନ୍ତି କି ନାହିଁ। ଶ୍ରବଣେ ପ୍ରମୋଦା ଜଣେ ଭଣିଲା କୁବିଦା ଗୁଣେ ସୁରଦା ତୁର ସାରଦା ତୁଲେ ଗୁମାନ କହ ତେବେ ହେବ କିସ ଭୂପାଳ କୁଳାବତଂଶ ରମଣୀ କି ରମଣୀଏ କଲେ ଗରବ ରଚନ ନୋହିବାରୁ ଦୁହିତା ବିଭା ନୋହିବାରୁ ଦୁହିତା ବିଭା କାନ୍ତ କୀର୍ତ୍ତି ଯଥା ତଥା ପାଉଛି ଶୋଭା। ଦେଖନ୍ତୁ କେତେ ଚତୁରତାର ସହିତ କବି ଯଦୁମଣି ଆଉ ରୁକ୍ମିଣୀଙ୍କର ଉପବନରେ ବିହାର କରୁଛନ୍ତି। ରାଜା ଆସି ଉପସ୍ଥିତ ହେଇଛନ୍ତି। ମୁଁ କହିଲି ଆଉ ରୁକ୍ମିଣୀଙ୍କର ପରିଣୟ ବା ବିବାହ ସମୟ ଉପସ୍ଥିତ ହେଇଗଲାଣି। କଥାଟା କେମିତି ଉଠେଇବେ ଯାହାଫଳରେ ରାଜା ଶୁଣିବେ ଏବଂ ସେଇଠି କଥାବାର୍ତ୍ତା ରାଣୀମା ଏବଂ ରାଜା କଥା ହେବେ ଯେ ଆମର ନାଇଁ ଆମର ଝିଅକୁ ବିବାହ ବୟସ ହେଇଗଲାଣି, ସମସ୍ତେ ଏବେ ଆମେ କହୁନା ଆରେ ଗାଁରେ ସମସ୍ତେ ସାହିରେ ସମସ୍ତେ ଟୁକଟା ପହୁଛନ୍ତି, ରାଜା ଏ କଥା କାନ ଦେଉନାହାନ୍ତି କି ରାଣୀମା କଥା ହେଉନାହାନ୍ତି। ତେଣୁ ଶ୍ରବଣେ ପ୍ରମୋଦା ଜଣେ ଭଣିଲା କୋବିଦା ଗୁଣେ ବୁଦ୍ଧିମତୀ, କୋବିଦ ଅର୍ଥାତ୍ ବୁଦ୍ଧିମତୀ, ବୁଦ୍ଧିମତୀ ଭାବ ଦେଖେଇକିରି ଆଜ୍ଞା ରାଣୀଙ୍କର ଏ କଥା ଶୁଣି ସୁନ୍ଦରୀ ରମଣୀଟି କହିଲା, ଆଇ ତୁମେ ତ ପଣ୍ଡିତା ଗୁଣରେ ଦେବକନ୍ୟା ସରସ୍ୱତୀଙ୍କ ସହିତ ସମାନ। ମା ରାଣୀମା ତୁମେ ଆମେ କ'ଣ କହିବୁ? କୋବିଦା ଗୁଣେ ସୁରଦା ତୁଷ ସାରଦା। ସୁରଦା ଅର୍ଥାତ୍ ଦେବୀଙ୍କି ସନ୍ତୁଷ୍ଟ କଲା ଭଳି ସାରଦା ଯେ ମା ସରସ୍ୱତୀ। ଏବଂ ତୁଲେ ଗୁମାନ କହ ତେବେ ହେବ କିସ ଭୂପାଳ କୁଳା ବତଂଶ ରମଣୀ କି ରମଣୀଏ କଲେ ରଚନ। ଆଚ୍ଛା ଦେବ ସରସ୍ୱତୀ ହେ ରାଜ କୁଳଭୂଷଣ ମହାରାଣୀ ଭୂପାଳ କୁଳାବତଂଶ, ଭୂପାଳ ଯେ ରାଜା କୁଳର ବା ରାଜବଂଶର ତୁମେ ହେଉଛ ଅବତଂଶ ମଣିଷ ଦୃଶ। ହେ ରାଣୀମା ତୁମେ ତ ସାମାନ୍ୟ ରାଣୀ ନୁହନ୍ତି, ରାଜବଂଶ କୂଳର ତୁମେ ହେଉଛ ଶ୍ରେଷ୍ଠ ମଣିଷ ଦୃଶ। ତାହେଲେ ତୁମେ କହ ଏହା କିପରି ତାହେଲେ ସମ୍ଭବ ହେବ? ଆମେ ତ କହିଲୁ ଆମ ବୁଦ୍ଧିରେ, ତୁମେ ତାହେଲେ କ'ଣ କହ? ଏହା ଶୁଣି ରାଣୀ କହିଲେ, ମୋ ଝିଅ ବିବାହ ନ ହେବାରୁ ମୋ ସ୍ୱାମୀଙ୍କୁ କଳଙ୍କ ଲାଗିବା ପରି ଦେଖାଯାଉଛି। ଦେଖନ୍ତୁ କେଡ଼େ ସୁନ୍ଦର ଭାବରେ ରାଣୀ ବର୍ଣ୍ଣନା କରୁଛନ୍ତି। କହ ତେବେ ହେବ କିସ ରମଣୀ କି ରମଣୀଏ କଲେ ରଚନ। ଏ ରମଣୀ କି ଆଉ ରମଣୀଏ ଏ କଥା କହିବାରୁ ନୋହିବାରୁ ଦୁହିତା ବିଭା କାନ୍ତ କୀର୍ତ୍ତି ଯଥା ତଥା ପାଉଛି। ଆରେ କାନ୍ତର କୀର୍ତ୍ତିରେ କଳଙ୍କ ଲାଗିଯାଇଛି। କୀର୍ତ୍ତି ହେଉଛି ଆଜ୍ଞା ଶୁଭ୍ର ସ୍ୱଚ୍ଛ ମଲ୍ଲି ଫୁଲ ପରି ଚନ୍ଦ୍ର ପରି। ଏଣୁ ଏଇ ଯେଉଁ କଳଙ୍କ ଲାଗିଯାଇଛି ମୋ ଝିଅର ବିବାହ କଥା ମୋଟେ ଉଠାଉନାହାନ୍ତି ରାଜା। ଦେଖନ୍ତୁ କଥାଟା କେଡ଼େ ସୁନ୍ଦର ଭାବରେ ଯଦୁମଣି ଶବ୍ଦ ଶ୍ଳେଷ ଭିତରେ ଆଉ ଅତି ଚମତ୍କାର ଭାବରେ କଥାଟିକି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ଏଣୁ କାରଣ ମଲ୍ଲି ଫୁଲଟି ଶୁଭ୍ର ଏବଂ ମୋର ସ୍ୱାମୀଙ୍କର ରାଜା ଭୀଷ୍ମଙ୍କର ସ୍ୱାମୀଙ୍କର
କୀର୍ତ୍ତି ମଧ୍ୟ ଶୁଭ୍ର, କିନ୍ତୁ ସେଇଥିରେ କଳଙ୍କ ଲାଗିଲା ଭଳିଆ ବର୍ତ୍ତମାନ ଏ ମଲ୍ଲି ଫୁଲ ଉପରେ ଭ୍ରମର ଏବଂ ଚନ୍ଦ୍ର ଉପରେ ଯେଉଁ ରାତି ଶୋଭା ପାଉଛି, ବିପରୀତ ରତି ଭଳିଆ କରୁଛି। ତୁମେ ଯାହା କଥାବାର୍ତ୍ତା କରୁଛ ସେ କିଛି ନୁହଁ, ଏଇଭଳି ମୋତେ ପ୍ରତୀତ ହେଉଛି। ପ୍ରସଙ୍ଗ ଆଜ୍ଞା ଉତ୍ଥାପିତ ହେଇଗଲା। ଏଇ ଯେଉଁ ପ୍ରସଙ୍ଗ ରାଜା କାନରେ ଶୁଣୁଛନ୍ତି ନା, ରାଣୀମା ବଡ଼ ସୁନ୍ଦର ଭାବରେ ଦାସୀଙ୍କର ପ୍ରଶ୍ନର ଉତ୍ତର ଟିକେ ଏଇଭଳି ଶ୍ଳେଷରେ ଦେଇଛନ୍ତି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ କବି ଆଉ କ'ଣ ବର୍ଣ୍ଣନା କରିଛନ୍ତି ପଞ୍ଚମ କଳାରେ ସୁବିଧା ହେଲେ ବର୍ଣ୍ଣନା କରିବା। ନମସ୍କାର।